ବର୍ତ୍ତମାନ ଆମ ରାଜଧାନୀ ଭୁବନେଶ୍ୱରରେ ଘରେ ଘରେ ରାସ୍ତା ଘାଟ ଯୋଉଠି ଛିଡା ହଉଛନ୍ତି ଦୋକାନ ବଜାର ସବୁଆଡେ ମଶା ମାନଙ୍କର ପ୍ରବଳ ପ୍ରାଦୁର୍ଭାବ। ଧୀରେ ଧୀରେ ମଶା ମାନଙ୍କର ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଘର କଥା କୁହନ୍ତୁ, ବାହାର କଥା କୁହନ୍ତୁ, ଯେକୌଣସି ସ୍ଥାନ କଥା କୁହନ୍ତୁ, ଇଭିନ୍ ବଡ ବଡ ମଲ୍ କଥା କୁହନ୍ତୁ, ସିନେମା ହଲ୍ କଥା କୁହନ୍ତୁ, ବହୁତ ହାଇଫାଇ ଜାଗାରେ ବି ମଶା ମାନେ ଅଧିକ ମାତ୍ରାରେ ଦେଖା ଦଉଛନ୍ତି। ତେଣୁ ମୁଖ୍ୟ ଜିନିଷ ଆମେ ଜାଣିବା ଦରକାର, ଯଦି ଆମେ ଏ ସମୟରେ ସଚେତନ ନ ହବା ତାହେଲେ କଣ ଆଗକୁ ଅସୁବିଧା ହେଇପାରେ। ମଶା ହଉଛି ଗୋଟେ ଏମିତି ଗୋଟେ ଭେକ୍ଟର କିମ୍ବା ଗୋଟେ ପ୍ରବାହ ଯାହା ଦ୍ୱାରା ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆଲ, ଭାଇରାଲ, ପାରାସାଇଟିକ ଡିଜିଜ ବ୍ୟାପିଥାଏ। ଆମେ ଜାଣିଛେ ମଶା କାମୁଡିବା ଦ୍ୱାରା ଅନେକ ଗୁରୁତର ରୋଗ ହୋଇଥାଏ, ଯଥା ମ୍ୟାଲେରିଆ କଥା କୁହନ୍ତୁ, ଡେଙ୍ଗୁ କଥା କୁହନ୍ତୁ, ଚିକେନ ଗୁନିଆ, ୱେଷ୍ଟନାଇଲ ଭାଇରସ, ୟେଲୋ ଫିଭର କଥା କୁହନ୍ତୁ, ଜାପାନିଜ ଏନକେଫାଲାଇଟିସ ଇନଫେକ୍ସନ କଥା କୁହନ୍ତୁ, ଅନ୍ୟାନ୍ୟ ଇଷ୍ଟର୍ନ ଇକ୍ୱିନ ଏନକେଫାଲାଇଟିସ କଥା କୁହନ୍ତୁ। ତ ବହୁତ କିଛି ଭାଇରାଲ ଇନଫେକ୍ସନ କିମ୍ବା ପାରାସାଇଟିକ ଇନଫେକ୍ସନ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ। କାହିଁକିନା ସେମାନେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ, ଭାଇରସ, ପାରାସାଇଟର ଗୋଟେ ବାହକ ଥାନ୍ତି, ତାଙ୍କ ଦେହରେ ସେ ଇନଫେକ୍ସନ ଥାଏ ଏବଂ ଯଦି କାମୁଡନ୍ତି ତ ଲୋକକୁ ସେ ଇନଫେକ୍ସନ ସ୍ପ୍ରେଡ ହେଇଥାଏ। ସବୁଠୁ ସାଂଘାତିକ ହଉଛି ମ୍ୟାଲେରିଆ ହଉ, ଡେଙ୍ଗୁ ହଉ, ଚିକେନ ଗୁନିଆ ହଉ, ଜାଇକା ହଉ, ୟେଲୋ ଫିଭର ଆଣ୍ଡ ଜାପାନିଜ, ଏଗୁଡା ବହୁତ ସାଂଘାତିକ ମାତ୍ରାରେ ଆମ ରାଜ୍ୟରେ ବ୍ୟାପୁଛି ଏବଂ ସ୍ପେଶିଆଲି କହିବି ରାଜଧାନୀରେ ବି ବହୁତ ଅଧିକ ମାତ୍ରାରେ ଦେଖାଦେଉଛି। ବିଭିନ୍ନ ପ୍ରକାର ମଶାଙ୍କର ଜାତି ପ୍ରଜାତି ଅଛି। ଜାତି ପ୍ରଜାତି ହିସାବରେ ସେମାନେ ବିଭିନ୍ନ ପ୍ରକାର ଭାଇରସକୁ ପ୍ରଭାବ କରନ୍ତି, ଟ୍ରାନ୍ସମିଟ କରନ୍ତି, ଯୋଉଥିରେ ଇନଫେକ୍ସନ ବଢିଥାଏ। ତେଣୁ ଯଦି ଆମେ ମଶାକୁ କଣ୍ଟ୍ରୋଲ ନ କରିବା, କାହିଁକି ନା ମ୍ୟାଲେରିଆ ହଉ କି ଡେଙ୍ଗୁ ହଉ କିମ୍ବା ଜାପାନିଜ ହଉ, ଯାହାବି ଇନଫେକ୍ସନ ହଉ, ଇଏ ହଉଛି ସାଧାରଣତଃ ଗୋଟେ ଭେକ୍ଟର ବର୍ନ ଡିଜିଜ କିମ୍ବା ଗୋଟେ ମଶା ଦ୍ୱାରା ବ୍ୟାପିଥାଏ। ଡାଇରେକ୍ଟ ଏମାନେ ଇନଫେକ୍ସନ କରିପାରିବେ ନାହିଁ। ତେଣୁ ଯଦି ଆମେ ଏଇ ଇନଫେକ୍ସନକୁ କଣ୍ଟ୍ରୋଲ କରିବାକୁ ଚାହୁଁଛେ ତ ମୁଖ୍ୟ ଜିନିଷ ହଉଛି ଆମକୁ ମଶା ମାନଙ୍କୁ କଣ୍ଟ୍ରୋଲ କରିବାକୁ ପଡିବ। ଯଦି ମଶାଙ୍କ ସଂଖ୍ୟା କମିବେ, ମଶା ମାନେ ମରିବେ କିମ୍ବା ମଶା ସଂଖ୍ୟା କମ ଦେଖାଯିବ, ତାହେଲେ ଏସବୁ ଇନଫେକ୍ସନ ବି ବହୁତ ମାତ୍ରାରେ କମିଯିବ। ଆମେ ସବୁ ବର୍ଷ ଦେଖୁଛେ ଆମ ରାଜ୍ୟରେ କିମ୍ବା ଆମ ରାଜଧାନୀରେ ସିଜନ ହିସାବରେ ଡେଙ୍ଗୁ କଥା କୁହନ୍ତୁ, ମ୍ୟାଲେରିଆ କଥା କୁହନ୍ତୁ, ସବୁ ବର୍ଷ ଅତ୍ୟଧିକ ମାତ୍ରାରେ ରୋଗୀ ସେଥିରେ ସଂକ୍ରମିତ ହଉଛନ୍ତି, ପୀଡିତ ହଉଛନ୍ତି। ତେଣୁ କହିବାକୁ ଗଲେ ରାଜଧାନୀ ଏସବୁ ଯୋଉ ମଶା ବାହକ ରୋଗ କିମ୍ବା ମସ୍କିଟୋ ବର୍ନ ଡିଜିଜେସ୍, ଭେକ୍ଟର ବର୍ନ ଡିଜିଜେସ୍ ଗୋଟେ ମାନେ ମୁଖ୍ୟ ଜାଗା କିମ୍ବା ଗୋଟେ ମୁଖ୍ୟ ରାଜଧାନୀ ପାଲଟି ଯାଇଛି କହିଲେ କିଛି ଭୁଲ ହବନି। ତେଣୁ ଆମ ସମସ୍ତଙ୍କୁ ସଜାଗ ହବାକୁ ପଡିବ, ସଚେତନ ହବାକୁ ପଡିବ ଯେ ଏମିତି ମଶା ଦାଉରୁ ଆମେ ରକ୍ଷା ପାଇବା କେମିତି। ତେଣୁ ପ୍ରଥମ କଥା ମୁଁ କହିବି ଯେ ଆପଣ ସବୁବେଳ ପାଇଁ ନ୍ୟାଚୁରାଲ ଉପାୟ ଯୋଉଟା ଅଛି, ଆମେ ସେ ଜିନିଷକୁ ଆମେ ପ୍ରଥମେ ଭାବିବା ଯେ ଆମେ ସବୁବେଳ ପାଇଁ ମସ୍କିଟୋ ନେଟ୍ ଯୋଉଟା ଆମେ କହୁଛେ, ମଶା ଜାଲି ଯୋଉ ଆମେ କହୁଛେ, ମଶାରୀ ବାନ୍ଧିକି ଆମେ ଶୋଇବା ସବୁଠୁ ସେଫ୍ ଜିନିଷ ସେଇଟା। ଯେତେବେଳେ ଆମେ ବାହାରକୁ ଯାଉଛେ, ସନ୍ଧ୍ୟା ସମୟରେ ହଉ, ରାତି ସମୟ ହଉ, ଆମେ ସବୁବେଳେ ପାଇଁ ଫୁଲ ହାତ, ଫୁଲ ଡ୍ରେସ୍ ଆମେ ପିନ୍ଧିକି ଯିବା। ପିଲାମାନଙ୍କ କ୍ଷେତ୍ରରେ ବେଶୀ ଟିକେ ଆମେ ସଚେତନ ହବା ଯେ ସେମାନଙ୍କୁ ସବୁବେଳ ପାଇଁ ଆମେ ସନ୍ଧ୍ୟା ପରେ ବେଶୀ ବାହାରକୁ ଛାଡିବାନି। ଯୋଉଠି ବେଶୀ ମଶା ଦେଖାଉଛନ୍ତି ସବୁବେଳ ପାଇଁ ଦେହକୁ ଆମେ କଭର କରିକି ଯିବା। ଦ୍ୱିତୀୟ ଜିନିଷ ହଉଛି ଆମର ଯୋଉ କିଛିଟା ନ୍ୟାଚୁରାଲ ମସ୍କିଟୋ ରିପେଲେଣ୍ଟ ହଉଛି ସେଗୁଡାକୁ ଆମେ ବ୍ୟବହାର କରିବା, ଯେମିତି ମଶା ସେଥିରୁ ଦୂରେଇ ଯାଇପାରିବେ। ବହୁତ ସମୟରେ କିଛି ଆମର ମସ୍କିଟୋ କ୍ରିମ୍ ମିଳୁଛି, ମସ୍କିଟୋ ରିପେଲେଣ୍ଟ ଅଏଲ ମିଳୁଛି, ସେଗୁଡା ବି ବ୍ୟବହାର କରିପାରିବା। ହୁଏତ ମୁଁ କହିବି କୋଉଠି ନା କୋଉଠି ଯୋଉ ମସ୍କିଟୋ ରିପେଲେଣ୍ଟ ଯୋଉ ଲିକ୍ୱିଡେଟର ରହୁଛି କିମ୍ବା ଅନ୍ୟାନ୍ୟ ଯାହା ସବୁ କମର୍ସିଆଲ ରହୁଛି ଯଦିଓ ଭଲ, କିନ୍ତୁ କିଛି ନା କିଛି ତାର କେମିକାଲ ସାଇଡ ଇଫେକ୍ଟ ଥାଏ। ତେଣୁ ଆମେ ସବୁବେଳ ପାଇଁ ଗୋଟେ ନ୍ୟାଚୁରାଲ ବ୍ୟାରିୟର କିମ୍ବା ଯୋଉଟା ଆମର ନ୍ୟାଚୁରାଲ ଉପାୟ ଯେମିତି ମଶା ଯେମିତି ଆମେ ଏଡେଇ ପାରିବା ସେଇଟା ନିହାତି ଭାବରେ ଆମେ ବ୍ୟବହାର କରିବା ନିହାତି ଆବଶ୍ୟକ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହଉଛି ଯେ ଯୋଉ ଲୋକମାନେ ସାଧାରଣତଃ ଭୁବନେଶ୍ୱରରେ ଯୋଉ ଲୋକମାନଙ୍କର ମାନସିକତା ରହୁଛି ମୋ ଘର ସଫା ରହିଲା ମୁଁ ସଫା ରହିଲି, ସେମାନେ ଭାବୁନାହାନ୍ତି କି ତାଙ୍କ ଘର ପାଖରେ, ଘର ପାର୍ଶ୍ୱରେ ଯଦି ଅସନା ରହିବ ସେଟା ହଉଛି ମଶା ମାନଙ୍କର ଗୋଟେ ମୁଖ୍ୟ ଜାଗା, ଅଣ୍ଡା ଦବାର କିମ୍ବା ବଂଶ ବିସ୍ତାର କରିବା ମୁଖ୍ୟ ଜାଗା, ଯୋଉଟା କି ସେଇ ମଶା ମାନେ ପୁଣି ଆପଣଙ୍କ ଘରକୁ ପଶିବେ। ଆପଣ ଖାଲି ଆପଣଙ୍କ ଘରେ ସଫା କରିଦେଲେ ହବନି, ସବୁବେଳେ ମନେ ରଖିବାକୁ ଆପଣଙ୍କ ଘର ସଫା କରିବା ସହିତ ଆପଣଙ୍କ ଚତୁଃପାର୍ଶ୍ୱ କିମ୍ବା ଆପଣଙ୍କ ପରିବେଶକୁ ବି ଆପଣ ସବୁବେଳେ ପାଇଁ ସଫା ରଖିବେ। ସେଇଟା ହଉଛି ମୁଖ୍ୟ ଜିନିଷ, ଯାହା ଫଳରେ ଯେ ଆପଣଙ୍କର ମଶା ମାନଙ୍କର ଯୋଉ ପେଣ୍ଠସ୍ଥଳୀ ରହୁଛି କିମ୍ବା ଯୋଉ ବଂଶ ବିସ୍ତାର ସ୍ଥଳୀ ରହୁଛି ସେଇଟା ଆମେ ଏଡେଇ ଦେଇପାରିବା। ବହୁତ ସମୟ ଦେଖୁଛେ ଲୋକମାନେ ଦେଖିଲେ ନିଜ ଘର ସଫା କରିବା ଲାଗି ନିଜ ଘର ଯୋଉ ଅସନା ପତ୍ର ରହୁଛି କିମ୍ବା ଯୋଉ ସବୁ ଡଷ୍ଟବିନ ରହୁଛି କିମ୍ବା ଯାହା ଖରାପ ଜିନିଷ ହଉଛି ଜଷ୍ଟ ବାହାରକୁ ଫିଙ୍ଗି ଦଉଛନ୍ତି, ଅଲଗା ପ୍ଲଟ କିମ୍ବା ରୋଡକୁ ଫିଙ୍ଗି ଦଉଛନ୍ତି। ମାନେ ଭାବୁଛନ୍ତି ଆମ ଘର ସଫା ହେଲା, ସେଠି ହେଲେ କଣ ହବ। କିନ୍ତୁ ସେଠି ଯଦି ବି ମଶା ମାନେ ବଢିଲେ, ମଶା ମାନେ ତେବେ ସିଏ ବି ଆପଣଙ୍କ ଘରେ ପଶିବେ, ଆପଣଙ୍କୁ ବି ପିଲା ଛୁଆଙ୍କୁ ଆପଣଙ୍କୁ କାମୁଡିକି ଆପଣଙ୍କୁ ବି ରୋଗ ହେଇପାରେ।
ତେଣୁ ନିଜ ଘର ସଫା, ନିଜ ଚତୁଃପାର୍ଶ୍ୱ ସଫା, ଏଇଟା ହଉଛି ଆମର ସ୍ଲୋଗାନ ହବା ଦରକାର, ଯୋଉଟା କି ଆମେ ସମସ୍ତେ ମାନିବା ଆବଶ୍ୟକ। ଏବଂ ଘରେ ଯୋଉ ସବୁ ରହୁଛି, ଯୋଉଥିରେ ଯୋଉ ଦୀର୍ଘ ଦିନ ଯୋଉ ପାଣି ହେଇକି ରହୁଛି, ସାଧାରଣତଃ ଯୋଉ ଷ୍ଟୋରେଜ ୱାଟର, ଏଗୁଡାକୁ ପ୍ରଥମେ ଆମେ ଧ୍ୟାନ ଦେବା ଦରକାର। ଯୋଉ ଏସି ରେ ହଉ କିମ୍ବା କୁଲରରେ ହଉ କିମ୍ବା ଘରେ ଯୋଉଠି ବେଶୀ ବେଶୀ ଦିନ ଧରି ଫୁଲଦାନୀ କଥା କୁହନ୍ତୁ, ପାଣି ଜମା ହେଇକି ରହୁଛି, ସେଇଟା ଆମେ ସବୁବେଳେ ସଫା କରନ୍ତୁ। ପାଣିଟା ସବୁବେଳେ ପାଇଁ ରନିଂ ୱାଟର ହବା ଦରକାର, ସବୁବେଳେ ପାଇଁ ଚେଞ୍ଜେସ୍ ହଉଥିବା ଦରକାର। ପାଣି ଯଦି ଘରେ ରହିଲା ଜମା ହେଇକି, ଆପଣଙ୍କ ଘରଟା ଯେତେ ସ୍ୱଚ୍ଛ ହଉ, ମଶା ବଢିବା କଥା ସେଇଠି ନିଶ୍ଚୟ ବଢିବେ। ତେଣୁ ଆପଣଙ୍କ ଘରର ସଫା କରିବା ସହିତ ଚତୁଃପାର୍ଶ୍ୱ ସଫା ରଖିବା ନିହାତି ଆବଶ୍ୟକ। ସେଇଟା ସବୁଠୁ ବଡ ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଫଳରେ ଆମେ ଏଇ ଯୋଉ ମଶା ମାନଙ୍କ ଯୋଉ ବ୍ରିଡିଂ କିମ୍ବା ଯୋଉ ପେଣ୍ଠସ୍ଥଳୀ ହଉଛି, ଆମେ ତାକୁ ବହୁତ ମାତ୍ରାରେ ଆମେ ତାକୁ ଦୂର କରିଦେବା। ତେଣୁ ଲୋକମାନଙ୍କର ମାନସିକତା ପରିବର୍ତ୍ତନ କରିବା, ସେଇଟା ହଉଛି ସବୁଠୁ ବଡ ମୁଖ୍ୟ ଜିନିଷ। ଏବଂ ଯୋଉ ଜିନିଷ ମୁଁ ଏବେ କହିଲି ଆପଣଙ୍କୁ ଯେ ମଶାରୁ ଦୂରେଇ ରଖିବା ପାଇଁ କଣ କରିବାକୁ ପଡିବ, ସବୁଠୁ ମୁଖ୍ୟ କଥା ହଉଛି ନିଜ ଘର ଏବଂ ନିଜ ପରିବେଶ ସୁସ୍ଥ ରଖିବାକୁ ପଡିବ। ଯଦି ଆମେ ବାହାରକୁ ଯାଉଛେ, ସବୁବେଳ ପାଇଁ ଫୁଲ ହାତ, ଫୁଲ ପ୍ୟାଣ୍ଟ ପିନ୍ଧିକି ଆମେ ଯିବା। ଡ୍ରେସ୍ ଯେତେ ଆମେ କଭର ହେଇକି ଯାଇପାରିବା, ଆଉ ମଶାରୀ କିମ୍ବା ମଶା ଦାନି କିମ୍ବା ମସ୍କିଟୋ ନେଟ୍ ବ୍ୟବହାର କରିବା ନିହାତି ଆବଶ୍ୟକ। ତେଣୁ ଆମେ ହିଁ ସତର୍କ ହୋଇ ରହିବା। ନହେଲେ ଆପଣ ଦେଖନ୍ତୁ, ମାନେ ବହୁତ ଆମେ ଦେଖୁଛେ, ବହୁତ ବଡ ବଡ ଘର, ବହୁତ ହାଇଫାଇ ଘର, ମାନେ ଘର କ୍ଲିନ୍ ଆଣ୍ଡ ନିଟ୍ ଆଣ୍ଡ କ୍ଲିନ୍ ହେଇକି ତାଙ୍କ ଘରେ ବି ଲୋକ କାହାକୁ ଡେଙ୍ଗୁ ହେଇଯାଉଛି, କାହାକୁ ମ୍ୟାଲେରିଆ ହେଇଯାଉଛି। ସବୁବେଳେ ଆମ ମନେ ଗୋଟେ ରହୁଛି ଯେ ଏତେ ହାଇଫାଇ ଘର, ଏତେ ଗୋଟେ ମାର୍ବଲରେ ଏତେ ଲାଇଟିଂ ହେଇକି ଗୋଟେ ଘର ରହୁଛି, ତଥାପି କେମିତି ମଶା ପଶିକି ଡେଙ୍ଗୁ କିମ୍ବା ମ୍ୟାଲେରିଆ ହେଇଯାଉଛି। ତାର କାରଣ ହେଲା ସେଇଆ କି ନା କଣ, ପରିବେଶ ସୁସ୍ଥ ନାହିଁ କିମ୍ବା ସ୍ୱଚ୍ଛ ନାହିଁ। ସେଇଟା ହିଁ ମୁଖ୍ୟ ଜିନିଷ, ଯୋଉଥିରେ କି ରାଜଧାନୀ ଭଳିଆ ଜାଗାରେ, ଭୁବନେଶ୍ୱର ଭଳିଆ ଜାଗାରେ, ସ୍ମାର୍ଟ ସିଟିରେ ଧୀରେ ଧୀରେ ଏଇ ମଶା ମାନଙ୍କ ପାଇଁ ଡେଙ୍ଗୁ ରୋଗୀ କିମ୍ବା ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ଲାଗିଛି।